ମା ରାଧାର ଆଖିରେ ଲୁହ। ନିଶ୍ଚିତ ଗାଧେଇବାକୁ ଯାଉଛି। ହଁ ହଁ କୃଷ୍ଣ କଥା ଦେଇଥିଲେ ଆସିବା ପାଇଁ। ଆଚ୍ଛା ଆସିଲା ବେଳକୁ ବିଳମ୍ବ ହେଇଗଲା। ଡେରି ହେଇଗଲା କଣ ଗୋଟେ କାମ ଲାଗିଲା ବୋଧେ ଆଉ ମାର ବିକାର ଭାବ ଆସିଲା। ନିଶ୍ଚିତ ଭଲ ପାଇବା ଯେତେ ଦିନ ଥାଏ ବାସ୍ ପ୍ରେମଟା ସେତେ ବଳୁଆ ହେଇକି ଥାଏ। ହଁ 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 ଭଲ ପାଇବା ଯେତେବେଳେ କମିଯାଏ କମିଯାଏ ପ୍ରେମର ଭାବଟା ସେତିକି ବେଳେ କମିଯାଏ। ଆଜ୍ଞା ଠିକ କଥା ଆଜି ମୁଁ ବସା ଘରେ ବସିଲା ବେଳକୁ ଗୋଟିଏ ବୁଢ଼ା ହଁ ହଁ 25 ବର୍ଷ ହେଲା ତା ସ୍ତ୍ରୀ ତା ପାଖରେ ନାହିଁ। ଆଚ୍ଛା ଆଚ୍ଛା ମୁଁ ମାକୁ ମୁଣ୍ଡିଆ ମାରିଲି, ବୁଢ଼ାକୁ ବୁଝେଇଲି, ହଁ ହଁ କହିଲି ଆଜି ଗୋଡ଼ ହାତ ଚଳୁଛି, ହଁ ହଁ କାଲି ଗୋଡ଼ ହାତ ଯେତେବେଳେ ପଡ଼ିଯିବ ପଡ଼ି ରହିବ ସେତେବେଳେ ସେବା କରିବ କିଏ? ବୁଢ଼ା। କେହି କେହି ନାହିଁ। ଯା ବୁଢ଼ୀକି ଧରିକି ଆସିବୁ, ବୁଢ଼ୀ ମୋ ପାଲା ଦେଖିବ, ମୁଁ ବୁଢ଼ୀକି ଦେଖିବି, ମୋ ମନ ଶାନ୍ତି ହବ। ବାସ୍ ଇଏ ହେଲା ଏକ ଅଭେଦ୍ୟ ପ୍ରେମ। ହଁ 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 ଏଇଥିପାଇଁ ଅଭିମନ୍ୟୁ ସାମନ୍ତ ସିଂହାର କହିଲେ, କଣ କହିଛନ୍ତି? କଲା ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ହଁ ହଁ ରାଧା ହରି। ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲ ଅବତରୀ। ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲ ଅବତରୀ ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲ ଅବତରୀ ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ପ୍ରଭୁ ନିର୍ଗୁଣ ସଗୁଣ ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ। ଆତ୍ମାରାମ ସନାତନ ବ୍ରହ୍ମ ନିରଞ୍ଜନ ଆତ୍ମାରାମ ସନାତନ ବ୍ରହ୍ମ ନିରଞ୍ଜନ। ମା ରାଧା ହଁ ଗାଧେଇ ଯାଉଛି, ହଁ ଭାରି କଷ୍ଟ। ନିଶ୍ଚିତ କୃଷ୍ଣ ଦେଖା ଦଉନି। ନା 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 ମନଟା କେମିତି ଖଟା ହଉଥିବ ଅନୁମାନ କରୁଥ ମାଙ୍କର। କୃଷ୍ଣକୁ ନ ଦେଖିଲେ ଆହା ମନେ ରଖିଥାନ୍ତୁ, ଆଜ୍ଞା ରାଧା କାହାକୁ ଦେଖିବନି। ନାଇଁ 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 କାହିଁକି ନା ରାଧାର ଆଖି ହେଉଛି ଅଗ୍ନି। ବାସ୍ କୃଷ୍ଣକୁ ନ ଦେଖି ହଁ ହଁ ରାଧା ଯାହାକୁ ଅନେଇବ ଆଚ୍ଛା ସେ ଜଳିଯିବ। କୃଷ୍ଣକୁ ଦେଖିନି ଆଜି, ନା ନା ଦେଖି ନାହାନ୍ତି ରାଧାକୃଷ୍ଣଙ୍କୁ। ଗାଧେଇ ଯାଇଛି। ଆହା ସଖୀମାନଙ୍କୁ କହୁଛି, ହଁ ହଁ କହିଲା ଆଗୋ ଇ, 11 ଦିନ ପାଲା ହେଇଗଲା, ଆଜ୍ଞା ମୁଁ 3ଟା କାବ୍ୟ ଗାଇ ସାଇଲିଣି। ଆଚ୍ଛା ତମେ ଯୋଉ ପାଲା ବାଲାକୁ ମୋ ସାଙ୍ଗରେ ଆଣିଛ, ହଁ ମ କେତେଟା କାବ୍ୟ ହେଲାଣି? କାବ୍ୟ ନାହିଁ, ଖାଲି ଆଈ ମା କାହାଣୀ ଗୋଟେ ଗପ କରୁବେ। କାଲି ଗପୁଡ଼ି ମାରିକି ଗପ କହି କହିକି ପାଳିଆଙ୍କୁ ଉଠେଇକି ପାଳିଆ ମାନଙ୍କୁ ରୁଲ କରେଇକିରି ରୋଲ କରେଇକି ପାଳିଆ ମାନଙ୍କୁ ଧରିକି ଭଜନ ଗାଇକି ପେଣ୍ଡାଲ ବିତେଇ ଦବୁ। ବାସ୍ ନିଜେ କେତେ ଅନୁକରଣ କରିଛ ପେଣ୍ଡାଲ ଉପରେ ଦେଖେଇଲେ ଜାଣିବେ ଯେ ତାରୁଆ ଗାୟକ। ଏ ପାଲା
ଓଡ଼ିଶାରେ ପାଲା ବଞ୍ଚିବ ତ? ନାଇଁ 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 ନାଇଁ। ଆରେ ଗାୟକ ମାନେ ତମେ ଖଟ, ହଁ ମଞ୍ଚ ଉପରେ ଟିକେ ପରିଶ୍ରମ କର। ବାସ୍ 3 ଘଣ୍ଟା ଗାଇବା ଦରକାର ନାହିଁ, ଆଜ୍ଞା 2 ଘଣ୍ଟା ଗା। ହଁ ଯଦି ପାଲା ଗାଇଲା ବେଳେ ଆଚ୍ଛା ଶ୍ରୋତାଙ୍କ କାନରୁ ଗରମ ପାଣି ଟିକେ ନ ବାହାରିଲା, ହଁ ତମେ ପାଲା ଠିକରେ ଗାଇନ। ନାଇଁ ନାଇଁ ଏଇ କହିଲା ଆଗୋ প্রিয় সহি এ ছাতি পথর কলিণী সহি সহি আগো প্রিয় সহি ছাতি পথর কলিণী সহি সহি আগো প্রিয় সহি কে কে যমুনা আহা যাও নাহি কে শ্যাম বন্ধু যাও না কে কে যমুনা যাও নাহি কে শ্যাম বন্ধু যাও নাহি রাধা লোলা ডরে উড়োটা বাদ আহা লালা লোলা করে ফুলটা পালো পারো গোলা সহি সহি আগো প্রিয় সহি প্রিয় সহি সাধি পথর সাধি পথর কলিণী সহি সহি ସେହିଦିନ ଯମୁନା ତଟରେ ବଂଶୀବଟ ମୂଳରେ ବାସ୍ ବୁଢୀ ହେଇଯାଇଛି ମା ରାଧା। आहाहाहा। हे भगवान ଗଳି ପଡିଛି ଆଉ ଉଠି ପାରୁନି। नहीं 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 ମନରେ ବହୁତ କଷ୍ଟ। ଆସିବନି ଦୁଃଖ କହିଲା କୃଷ୍ଣ ହେ ପ୍ରଭୁ ମୁଁ ଆଉ ବଞ୍ଚିବିନି, ନାଇଁ 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 ଜୀବନର ଶେଷ ସମୟରେ ଟିକେ ଦେଖା ଦେବୁନି। हाँ हाँ ବାସ୍, ଏତେ ଦୁଃଖରେ ଡାକି ଲାଗିଛନ୍ତି ରାଧା ବାଲ୍ୟକାଳରୁ ରାଧାକୃଷ୍ଣର ପ୍ରେମ, हाँ ମୁଁ ଆଦି ତୁ ଅନାଦି, ହଁ ହଁ ମତେ ଟିକେ ଦେଖା ଦେବୁନି। ଆସେ କୃଷ୍ଣ। प्रभु ସେତେବେଳେ ଅଷ୍ଟପାଟ ବଂଶୀଙ୍କ ସାଙ୍ଗରେ କୃଷ୍ଣ କରୁଥାନ୍ତି କ୍ରୀଡ଼ା। ଆଚ୍ଛା ରାଧାର ଶବ୍ଦଟା କାନରେ ବାଜିଗଲା। बाजीगला बाजीगला ମୋ ପ୍ରଭୁ ଆଉ ସହି ପାରିଲାନି। ନାଇଁ 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 ପ୍ରଭୁ କଣ କଲେ ମୋ ରାଧା ଡାକୁଛି। ଓହୋ ଉଠିଲା ବେଳେ ଅଷ୍ଟପାଟ ବଂଶୀ ରୁକ୍ମିଣୀ, ହଁ ସତ୍ୟଭାନା, ବାସ୍ ଜାମ୍ବବତୀ, ଆଚ୍ଛା କାଳିନ୍ଦୀ ହଁ
রূপরেখা আচ্ছা ইত্যাদি অষ্টপাট মহিষী অষ্টপাট স্ত্রী কইলে স্বামী স্বামী কুয়াড় যাଉଛ ଆପଣ ଉଠୁଛନ୍ତି କୁଆଡେ ଯିବେ କି ନା ମୁଁ ମୋ ରାଧା ପାଖକୁ ଯିବି ସ୍ୱାମୀ ଆପଣଙ୍କର ନିକଟରେ ଅଷ୍ଟବାଟ ମହିଷୀ ଅଛନ୍ତି ଆପଣ ରାଧାଙ୍କ ନିକଟକୁ କାହିଁକି ଯିବା ପାଇଁ ମନସ୍ଥ କରିଛନ୍ତି ନା ଯୋଉ ରାଧା ହଁ ମତେ ଏତେ ଭଲ ପାଏ ଆଚ୍ଛା ମୋ ପାଇଁ ଦିନେ ବସ୍ତ୍ର ଫୋପାଡ଼ି ଦେଲା ମୋ ପାଇଁ ଏତେ ଅଭିମାନ କରେ ମୋ ରାଧା ଆଚ୍ଛା ତାର ହିସାବ ନାହିଁ ହଁ ହଁ ନା ମାନେ ମାନେ ତାହେଲେ କଣ ଟିକେ ଆମକୁ ବୁଝେଇ ଦିଅ ସ୍ୱାମୀ ନା ଦିନେ ମତେ ଦେଖିବା ପାଇଁ ନ ପାଇବାରୁ ଆଚ୍ଛା ହଁ ରାଧା ରାଗିକି ସଖୀ ମାନଙ୍କୁ କହିଲା ହଁ ହଁ ହଁ